आसन्तु एई डाकमुंशी गल्पटी को आमे पाठ करिबा। एई डाकमुंशी गल्पर गाल्पिका होउछंती फकीर मोहन सेनापति, जहाँकर जन्म होइतिला 1843 मसीहा बालेश्वर निकटस्थ बालेश्वर रे थिबा मल्लिकासपुर ठारे मकर संक्रांति रे ठीक रज संक्रांति दिन मध्य तांकर परलोक होइतिला। तेबे एई फकीर मोहन सेनापति जड़े आधुनिक जुगर सफल सारस्वती बिंधाणी भाव में परिचित। सी होउछंती ओडिया क्षुद्र गल्पर आदि स्रष्टा। तांकर अनेक गुड़िए गल्प सन्निवेशित होइछि गल्प स्वल्प पुस्तक रे। तांकर क्षुद्र गल्प, काव्य कविता, उपन्यास, आत्मचरित ये सब अनेक रचनावली तांको अनन्य साहित्य स्रष्टा भाव में एई समाज रे स्थान देइछि। समाजर दश दुर्बलता को साहित्यिक रंग देई समाज को उन्नत सारस्वत आउ रसदान सहित आउ प्रचलित कुसंस्कार विरुद्ध रे स्वर उत्तोलन करिबा तांकर लेखार चातुरी। तांकर चारिगोटी उपन्यास छमाण आठ गुंठ, मामू, लछमा और प्रायश्चित जोटा कि ओडिशार 200 वर्षर सामाजिक अवस्था को परिप्रकाश करियछि। गल्प स्वल्प प्रथम और द्वितीय भागरे संकलित होइछि। तांकर समस्त गल्प गुड़िक मानविक और नैतिक मूल्यबोधर सुरक्षा सहित समाज संस्कार तांक गल्प गुड़िकर मर्मवाणी भावरे परिचित। एई डाकमुंशी गल्प तार अंतस्वर होउछि शिक्षित पुत्र जेतेबेले समाज रे प्रतिष्ठा लाभ कला तापरे सीए भूलीगला केमिति पिता पुत्रर संपर्क को आपणई नेला निजर सुख और स्वाच्छंद्य को। एई सामाजिक व्यवस्थार अधोगति को लेखक उपलब्धि करछंती मर्मे मर्मे एवं एई मर्मरे से रचना करछंती एई डाकमुंशी गल्प। डाकमुंशी गल्प रे शिक्षित पुत्रर कर्तव्यबोध प्रति सचेतनता, वृद्ध पितामातांकर सेवा करिबा होउची पुत्रर कर्तव्य। तेणु एई भावर भावायित हेई समस्तंकु सी एई डाकमुंशी गल्प माध्यम रे शिक्षा देबाकू चाहिंचंती जे वृद्ध पितामातांकर सेवा करिबा प्रत्येक पुत्रर परम कर्तव्य। तेणु हे पाठक पाठिका तुमे माने समस्ते निजे उच्च शिक्षार शिक्षित होला परे एभली कार्य करिब नाही जेउ कार्य द्वारा पितामाता असंतुष्ट हेबे।
କାରଣ ଏଇ ପିତାମାତାଙ୍କ ଠାରୁ ହିଁ ଆମେ ସୃଷ୍ଟି ହେଇଛୁ। ଆଉ ପିତାମାତା ଯଦି ନଥାନ୍ତେ ଏ ଦୁନିଆରେ ଆମେ ଆଜି ନଥାନ୍ତୁ। ତେଣୁ ଏଥିସହିତ ଆସନ୍ତୁ ଏଇ ଡାକମୁନ୍ସି ଗଳ୍ପକୁ ଜାଣିବା। ହରି ସିଂ ସରକାରୀ କର୍ମରେ ବହାଲ ହେଲା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ଆଜକୁ 10 ବର୍ଷ ହେଲା କଟକ ସଦର ପୋଷ୍ଟ ଅଫିସରେ ବରାବର ରହି କର୍ମ କରୁଛନ୍ତି। ଭଲ ରୂପେ କର୍ମ କରିବାରୁ ସେ ପ୍ରମୋସନ୍ ପାଇଲେଣି। ବର୍ତ୍ତମାନ ସେ ହେଉଛନ୍ତି ହେଡ଼୍ ପିଅନ୍। ଦରମା ମାସକୁ 9 ଟଙ୍କା। କଟକ ସହରରେ ସବୁ ଜିନିଷ କିଣା। ନିଆଁ ଟିକକ ପାଇଁ ଦିଆସିଲିଟା ମଧ୍ୟ ନ କିଣିଲେ ନୁହେଁ। ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ 5 ଟଙ୍କାରୁ ଊଣା ଖର୍ଚ୍ଚ ପଡ଼େ ନାହିଁ। କୌଣସି ରୂପେ ଘରକୁ 4 ଟଙ୍କା ନ ପଠାଇଲେ ନୁହେଁ। ଘରେ ସ୍ତ୍ରୀ ଆଉ 8 ବର୍ଷର ପୁଅ ଗୋପାଳ। ମଫସଲ ଜାଗା 4 ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ। ସେଥିରୁ ପଇସାଏ ଊଣା ହେଲେ ଅଚଳ। ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ। ସ୍କୁଲରେ ଦରମା ମାସକୁ 2 ଅଣା। ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍ କାଗଜ ଏସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶୀ ଖର୍ଚ୍ଚ ପଡ଼େ। ଏପରି ଉପରୁ ଖର୍ଚ୍ଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ। ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ। ଉପାସ ହେଉ ପଛେ ମୋ ଗୋପାଳଟି ପଢ଼ୁ। ଦିନେ ପୋଷ୍ଟମାଷ୍ଟର ସର୍ଭିସ୍ ବୁକ୍ ଦେଖି କହିଲେ, ହରି ସିଂ, ତୁମର 55 ବର୍ଷ ବୟସ ହୋଇଗଲା। ପେନ୍ସନ୍ ନେବାକୁ ହେବ। ଆଉ ଚାକିରି କରିପାରିବ ନାହିଁ। ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା। କ'ଣ କରିବେ? ସଂସାର ଚଳିବ କିପରି? ସଂସାର ଯାହା ହେଉ, ଗୋପାଳର ଯେ ପଢ଼ା ବନ୍ଦ। ଗୋପାଳ ଜନ୍ମଦିନ ଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି। ଗୋପାଳ ମଫସଲ ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ହେବ। ମାତ୍ର ଟିକିଏ ଇଂରେଜୀ ନ ଜାଣିଲେ ଏତେ ବଡ଼ ଚାକିରିଟା ମିଳିବା ମୁସ୍କିଲ। ମଫସଲରେ ସୁବିଧା ନାହିଁ। କଟକ ଆଣି ଇଂରେଜୀ ପଢ଼ାଇବାକୁ ହେବ। ଚାକିରି ଗଲେ ତେଣେ ବଡ଼ ଆଶାରୁ ଏକାବେଳକେ ନିରାଶ। ସବୁବେଳେ ସେଇ କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି। ଦିନେ ଦିନେ ରାତିରେ ନିଦ ହୁଏ ନାହିଁ। ଭାବି ଭାବି ରାତି ପାହିଯାଏ। ସିଂହେଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନୀ। ବସାରିର ମୁକରିର ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ 2-4ଟା କାମଦାମ କରିଦେଇ ଆସନ୍ତି। ସଞ୍ଜବେଳେ ଗୋଟାଏ ଆରାମ ଚୌକିରେ ପଡ଼ି ବାବୁ ଇଂରେଜୀ ଖବରକାଗଜ ପଢ଼ିବା ବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାକୁ ଚିଲମକ ସାଜି ଦିଅନ୍ତି, ସେପରି କେହି ଜାଣେନି। ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖୁ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କିଦେଲେ। ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପରୁ ବାହାରିଲା ପରି ଧୂଆଁ ଗୁଡ଼ାକ ଭକ୍ ଭକ୍ କରି ବାହାରୁଛି। ଟିକିଏ ଟିକିଏ ଆଖି ବୁଜି ଆସିଲାଣି। ସିଂହେ ବୁଝିନେଲେ ଏଇଟା ଠିକ୍ ସମୟ। ସିଂହେ ବାବୁଙ୍କ ଗୋଡ଼ ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍ ଭକ୍ତି, ଖୁବ୍ ବିନୟ, ଖୁବ୍ ଧୀର, ଖୁବ୍ ମିଠା କଥାରେ ଆପଣାର ଦୁଃଖ ହାଲ ଚୁମ୍ବକ ଚୁମ୍ବକ ସମସ୍ତ କଥା ଜଣାଇଲେ। ଗୋପାଳ ସମ୍ବନ୍ଧେ ତାହାଙ୍କର ଯେଉଁ ଉଚ୍ଚ ଆଶା, ତା ମଧ୍ୟ ଜଣାଇବାକୁ ପାସରିଲେ ନାହିଁ। ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା ଧୀର ଗମ୍ଭୀର ଭାବରେ କହିଲେ, ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ। ବାବୁଙ୍କର ସାହସ ଥିଲା। କାରଣ ପୋଷ୍ଟାଲ ଇନ୍ସପେକ୍ଟର ବା ସୁପରିଟେଣ୍ଡେଣ୍ଟ ବାବୁମାନେ ଆସିଲେ ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରୁହନ୍ତି। ଉପର ହାକିମମାନଙ୍କ ମନତୁଷ୍ଟି ପାଇଁ ଖାଦ୍ୟପେୟର ବିଷୟରେ ଯେପରି ଆୟୋଜନ ହେବାର ଉଚିତ, ସେଥିରେ ତ୍ରୁଟି ହୁଏ ନାହିଁ। ଦିନେ ରାତ୍ରିରେ ପୋଷ୍ଟମାଷ୍ଟର ବାବୁ ହରିସିଂ କରି 10 ଥର ପାଟି କରୁଥିବାର ଶୁଣାଯାଏ। ହରିସିଂହେ ପୁରୁଣା ଲୋକ। ଢେର ହାକିମ ହୁକୁମା ଅମଳ କଲେଣି। କାହାର କିରକମ ମିଜାଜ, କିଏ କାହିଁରେ ଖୁସି ଜାଣନ୍ତି। ସେଦିନ ରାତି ଅଧଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ। କାରଣ ଓଡ଼ିଶାର କଦର୍ଯ୍ୟ ହାୱା ହେତୁରୁ କେହି ବାବୁ ହଠାତ୍ ପୀଡ଼ିତ ହୋଇ
ବାନ୍ତିବୁନ୍ତି କରି ପକାଇଲେ। ହୁସିଆର ସିଙ୍ଗେ ସଡ଼ା କାଗଜ ଲେମ୍ବୁ ପ୍ରଭୃତି ହାଜର କରାଇ ବାବୁକୁ ସମ୍ଭାଳି ନିଅନ୍ତି। ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଙ୍ଗେ ଅଧରାତିରେ ବସାକୁ ଯାଇ ଆପଣା ଛାଇଁ ରୋଷେଇ କରନ୍ତି। ଏହି ସୂତ୍ରରେ ସିଙ୍ଗେ ଉପରବାଲା ହାକିମଙ୍କଠାରେ ବେଶ ପରିଚିତ। ହରିସିଂଙ୍କ ଦରଖାସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିଶ କରି ସଦରକୁ ପଠାଇଦେଲେ। ଅଳ୍ପ ଦିନ ମଧ୍ୟରେ 2 ବର୍ଷ ଏକ୍ସଟେନସନ୍ ହୁକୁମ ପହଞ୍ଚିଲା। ସିଙ୍ଗେ ତ ମହାଖୁସି। ଏଇ ଖୁସି ଖବରଟା ଗାଁକୁ ଲେଖି ପଠାଇଲେ। ବର୍ତ୍ତମାନ ସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇପଡ଼ିଥାନ୍ତି। ଭବିଷ୍ୟତ ବିଧାତା ତା ପାଇଁ କ'ଣ ବିଧାନ କରୁଛନ୍ତି ତେଣିକି ଥରେ ହେଲେ ଅନେଇବା ଦରକାର ମଣନ୍ତି ନାହିଁ। ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣି ଫୁଟକା ପରି ଫାଟିଗଲା। ଘରଠାରୁ ଚିଠି ଆସିଲା। ଗୋପାଳ ମାଆର ସନ୍ନିପାତ ରୋଗ। ଜୀବନର ଆଶା ନାହିଁ। ସିଙ୍ଗେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠି ଖଣ୍ଡ ଦେଖାଇଲେ। ବାବୁ ବଡ଼ ଦୟାଳୁ ଲୋକ। ତତ୍କ୍ଷଣାତ୍ ଛୁଟି ଦେଲେ। ସିଙ୍ଗେ ଏକ ନିଶ୍ୱାସରେ ଘରକୁ ଧାଇଁଲେ। ଘରେ ପହଞ୍ଚି ଯାହା ଦେଖିଲେ ତାଙ୍କ ଆଖିର ଜ୍ୟୋତି ହଜିଗଲା। ଜଗତଟା ଯେମନ୍ତ ଅନ୍ଧକାରମୟ। ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି। ସ୍ୱାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନେଇଲେ। 2 ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ। ସ୍ୱାମୀ ଗୋଡ଼ ଧୂଳି ନେବାକୁ ଠାରିଲେ। ସେଇ ଧୂଳି ଟିକକ ପାଇଁ ଅନାଇ ରହିଥିଲେ। ସବୁ ଶେଷ ହେଲା। ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା। ସେ ଘରର ମାଲମତା 2 ଖଣ୍ଡ ବିକିଦେଇ ପିଲାଟିକୁ ଧରି କଟକ ପଳାଇ ଆସିଲେ। ଗୋପାଳ ମାଇନର ପଢ଼େ। ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ। ପେନସନ୍ ହୋଇଗଲାଣି। ଭାରି ଅଚଳ। ଘରେ ଲୋଟା କଂସା ଯାହା 2 ଖଣ୍ଡ ଥିଲା ବିକି ଖାଉଛନ୍ତି। ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ 2-4 ଅଣା ସଞ୍ଚି ସେଭିଙ୍ଗସ୍ ବ୍ୟାଙ୍କରେ କିଛି ରଖିଥିଲେ। ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସାରିଲେ। ସିଂହଙ୍କର ପ୍ରବଳ ଆଶା ଗୋପାଳ ପାସ୍ କଲେ ସବୁ କଷ୍ଟ ମେଣ୍ଟିବ। ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲାଣି, ବାପା ଧାର କରଜ କରି ମୋତେ ପଢ଼ାଅ, ଚାକିରି କରି ସୁଝିବି। ହରିସିଂଙ୍କର ଆର୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ ଶୁଣିଲେ। ଗୋପାଳ ମାଇନର ପାସ୍ କଲା। ସିଂହଙ୍କର ଆନନ୍ଦର ସୀମା ନାହିଁ। ସେଇ ପୁରୁଣା ପୋଷ୍ଟମାଷ୍ଟର ବାବୁ ଅଛନ୍ତି। ସିଙ୍ଗେ ତାଙ୍କୁ ଧରି ବହୁତ ନିବେଦନ କଲେ। ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା। ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ। ବେତନ ମାସକୁ 20 ଟଙ୍କା। ବର୍ତ୍ତମାନ ସଦର ପୋଷ୍ଟ ଅଫିସରେ 4 ମାସ କାମ ଶିଖି ମଫସଲ ଯିବେ। ହରିସିଂଙ୍କର ଆନନ୍ଦର ସୀମା ନାହିଁ। ଅନବରତ ପ୍ରଭୁଙ୍କୁ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, ଧନ୍ୟ ପ୍ରଭୁ, ତୁମ୍ଭର କରୁଣା ଦୁଃଖୀର ଗୁହାରି ଶୁଣିଲ। ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଙ୍ଗେ ନିରଳାରେ ବସି ଢେର କାନ୍ଦିଲେ। ହାୟ, ଆଜି ବୁଢ଼ୀ ଥିଲେ କେତେ ଆନନ୍ଦଟାଏ ହୁଅନ୍ତେ। ତାଙ୍କ ଗୋପାଳ ହାକିମ ଚାକିରି ପାଇଲା। ଆନନ୍ଦ ଉତ୍ସବରେ ଗଡ଼ି ଯାଉଥାନ୍ତେ। ହାୟ, ଅଭାଗୀ କପାଳରେ ଦେଖିବାକୁ ନାହିଁ। ହେଉ, ତାଙ୍କ ଗୋପାଳ ତ ହାକିମ ହେଲା। ପ୍ରଭୁ ଗୋପାଳଟିକୁ ରକ୍ଷା କରନ୍ତୁ। ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲା। ବୁଢ଼ାର ଆନନ୍ଦ କହିଲେ ନ ସରେ। ଗୋଡ଼ ତଳେ ପଡ଼ୁନାହିଁ। ପୁଅ ହାକିମ ଏତେ ଗୁଡ଼ିଏ ଟଙ୍କା ମାସକ ମଧ୍ୟରେ ଆଣିଲା। ଟଙ୍କା ଗୁଡ଼ାକ 4-5 ଥର ଗଣି ଅଣ୍ଟିରେ ବାନ୍ଧି ଶୋଇଲେ। ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ। ଜୁତା, କୁରୁତା, ଲୁଗା ଯାହା ଯାହା ଦରକାର କିଣାଗଲା। ଗୋପାଳ ଯେ ହାକିମ ହେଲାଣି, ସେ କ'ଣ ଯେ ସେ ଲୁଗା ପିନ୍ଧିବ? ଭେକ ଦେଖି ସିନା ଭିକ, ସେହିପରି ପୋଷାକ ଲୋଡ଼ା। ଏଣେ ଗୋପାଳ ବାବୁ ଅଫିସରେ 5 ଜଣ ବାବୁ ସାଙ୍ଗରେ ବସି ଇଂରେଜୀ ଲେଖନ୍ତି। ବାବୁମାନଙ୍କ ସବୁବେଳେ କାରବାର। ସମସ୍ତେ ଡାକନ୍ତି ଡାକମୁନ୍ସି ବାବୁ। ପୁରା ନାମ ଗୋପାଳଚନ୍ଦ୍ର ସିଂ। ଏଣେ ବସାରେ ଆସି ଦେଖନ୍ତି କ'ଣ ନା, ବୁଢ଼ାଟାଏ
ମଳିଆ ଲୁଗା କଣ୍ଡେ ପିନ୍ଧି କାମରେ ଲାଗିଛି। ଗୋପାଳ କେମିତି ଭଲ କରି ଦୁଇଟା ଖାଇବ। ଗୋପାଳ ଗାଧେଇ ଗଲା, ଓଦା ଲୁଗା ଶୁଖି ନାହିଁ। ପିଲାଟା କାମ କରି କରି ଧନ୍ଦି ଗଲାଣି। ଏଇ ସମସ୍ତ ଖାଲି ଦିନରାତି ତାଙ୍କର ଚିନ୍ତା। ଆଗେ ବୁଢ଼ା ସିଙ୍ଗେ ବେଳେବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମକର୍ମ କରୁଥିଲେ। ଏବେ ଗୋପାଳ ବାବୁଙ୍କ ପାଇଁ ସବୁକିଛି ଭୁଲିଗଲେଣି। ବୋଧକରୁ ଏସବୁ ଦେଖି ବୁଢ଼ା ଉପରେ ଖପା ହୋଇଗଲେଣି। ଧମକାଇ କହିଲେ, ଆରେ ନିର୍ବୋଧ, ଏ କ'ଣ ରେ? ଆଚ୍ଛା, ବୁଝିବୁ ବୁଝିବୁ। ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି। ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ରଗ ରଗ ସିଁ ସିଁ ହୁଅନ୍ତି। ଏଟା ମୂର୍ଖ, ଇଂରେଜୀ ଜାଣେ ନାହିଁ, ମୂଲିଆ ମଇଳା ଲୁଗା ପିନ୍ଧିଥାଏ, ଏଟାକୁ ବାପ ବୋଲି ଡାକିବି, ଲୋକେ କ'ଣ କହିବେ? ସେଦିନ ଶିକ୍ଷିତା କେତେଜଣ ସ୍ତ୍ରୀ ଲୋକ ସେମିଜ ପିନ୍ଧି ଠିଆ ହୋଇଥିଲେ, ଆଉ ବୁଢ଼ାଟା ଦେହରେ କୁରୁତା ନାହିଁ, ସେମାନଙ୍କ ଆଗ ଦେଇ ଚାଲିଗଲା। କି ଲଜ୍ଜା, କି ଲଜ୍ଜା! ଏଟାକୁ ବସାରୁ ନ ତୋଳିଲେ ଆଉ ଇଜ୍ଜତ ରହିବନି। ଦିନେ ଡାକମୁନ୍ସି ବାବୁ ବାପକୁ କହିଦେଲେ, ଦେଖ, ତୁମେ ଆମର କିଛି ଉପକାର କରିନାହଁ। ଇଚ୍ଛା ହେଲେ ବସାରେ ରହ, ନହେଲେ ଚାଲିଯାଅ। ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ। ଗୋପାଳ କଥା ଶୁଣି ବୁଢ଼ାର କାନମୁଣ୍ଡା ଭାଁ ଭାଁ କଲା। ଗୁମ୍ କରି ବସି ପଡ଼ିଲା। କାହାକୁ କହିବ? ପୁଅ କଥା ଅଜାଗା ଘା, ଦେଖି ହୁଏ ନାହିଁ କି ଦେଖାଇ ବି ହୁଏ ନାହିଁ। ଯାହାକୁ ମନର କଥା କହନ୍ତା ସେ ତ ଯାଇଛି। ବୁଢ଼ୀ କଥା ମନରେ ପଡ଼ିଲା। ଢେର କାନ୍ଦିଲା। ଚାରିଆଡ଼କୁ ଅନାଇଲା, କେହି ଭରସା ନାହିଁ। ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ। ମୁହଁ ପୋଛିଲା, ଆଉ କାନ୍ଦିଲା ନାହିଁ। ଗୋପାଳର କାଳେ ଅମଙ୍ଗଳ ହେବ। ଗୋପାଳ ବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ବୁଢ଼ାକୁ ଜଣାଇ ନାହାନ୍ତି। ସକାଳୁ ଉଠିଲେ, ଅବଜ୍ଞା ଭାବରେ କହିଲେ, ଏ ବାବା, ମୁଁ ମଫସଲ ବାହାରିଲି, ଏଇ ଜିନିଷପତ୍ର ସବୁ ଘେନି ଆସ। କେତେ ବା ଜିନିଷ? ବୁଝି ଖବରଦାର ମୂଲିଆ କରିବ ନାହିଁ, କଲେ ତୁମେ ଜାଣ, ମୁଁ ପଇସା ଦେବି ନାହିଁ। ବାବୁ ପୋଷାକ ପିନ୍ଧି କାଖରେ ଛତା ଜାକି ବାଡ଼ି ଘୁରାଇ ଘୁରାଇ ଚାଲିଗଲେ। ବୁଢ଼ା ବିଚରା କ'ଣ କରିବ? ସବୁ ଜିନିଷ ରୁଣ୍ଡାଇ ପୁଣ୍ଡାଇ ଗୋଟିଏ ମୁଟରି ବାନ୍ଧି ମୁଣ୍ଡାଇଲା। ଚାଲି ପାରୁନାହିଁ, ଦେହରେ ବଳ ନାହିଁ, ଆଖିରୁ ବେଳେବେଳେ ପାଣି ବୋହି ପଡ଼ୁଛି। 10 ଜାଗା ବସି ଉଠି ସଞ୍ଜ ସରିକି ମକ୍ରାମପୁରରେ ପହଞ୍ଚିଲା। ଡେରି ହେବାରୁ ବାବୁ ଫଜିତ୍ଟାଏ କଲେ। ବୁଢ଼ା ଗୁମ୍ ହୋଇ ବସି ଥକା ମେଣ୍ଟଉଥାଏ। ବାବୁ ସକାଳ ସଞ୍ଜ ଅଫିସକୁ ଯାଆନ୍ତି। ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ। ବାପ ପୁଅ ଦୁଇଜଣ ଏକା ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା ହେଉଛନ୍ତି, ଏ କଥା କେହି କେବେ ଦେଖି ନାହିଁ। ଡାକମୁନ୍ସି ହେଲେ ମଫସଲର ଗୋଟାଏ ହାକିମ। କେତେ ଲୋକ ଆସି ଦଣ୍ଡବତ କରିଯାଉଛନ୍ତି। ମୂର୍ଖ ବୁଢ଼ାଟା କ'ଣ ଜାଣେ ଯେ ତା ସାଙ୍ଗରେ କଥା କହିବେ? ଗୋପାଳ ବାବୁ ବାପକୁ ନ ଶୁଣେଇ ଗୋଟିଏ କନ୍ୟା ଠିକ୍ କଲେ। ସେ କନ୍ୟାକୁ ବିଭା ହେଲେ ଜାତିରେ ଅଚଳ। ବୁଢ଼ା ଢେର କନ୍ଦାକଟା କଲେ, କିଏ ଶୁଣେ? କ'ଣ କରିବ? ବୁଢ଼ାଟା ରାଜି ହେଲା। ବୁଢ଼ା ଦେହରେ ମଫସଲ ପାଣି ଚଳିଲା ନାହିଁ। ଜ୍ୱର ହେଲେ ଖୁଁ ଖୁଁ କରି କାଶେ। ସେ କାଶଟା ରାତିକି ବେଶୀ ହୁଏ। ବାବୁଙ୍କ ଶୋଇବାରେ ହରକତ ହେଲା। ପିଅନକୁ ହୁକୁମ ଦେଲେ, ବୁଢ଼ାଟାକୁ କିଆବଦାରେ ନେଇ ଫୋପାଡ଼ି ଆସ। ସେ ପିଅନଟା ମୂର୍ଖ, ଇଂରେଜୀ ପଢ଼ି ନାହିଁ, ତାର ଗୋଟିଏ ଦେଶୀ ହୃଦୟ ଅଛି। ବିଚାର କଲା, କ'ଣ ଇଏ ବୁଢ଼ା ରୋଗୀଟାକୁ କିଆବାଡ଼ରେ ଶୁଆଇ ଦେବି? ଦିନେ ବୁଢ଼ାର ଭାରି ଜ୍ୱର, 3 ଦିନ ଖାଇ ନାହିଁ। ଅଧରାତି ଅନ୍ଧାର, ଥଣ୍ଡା ପାଇ ବୁଢ଼ାର କାଶ ବଳି ପଡ଼ିଲା। ବାବୁ ତ ଭାରି ଖପା। ବୁଢ଼ା ଛାତିରେ 2ଟା ଇଂରେଜୀ ଭୁସି ମାରିଲେ। ବିଛଣା ପତ୍ର ବାହାରକୁ ଫୋପାଡ଼ି ଦେଲେ। ବୁଢ଼ା ଗାଁକୁ ପଳେଇଗଲା। ପାଖରେ ଥିବା ଖୁବ୍ ଭଲ ଲୋକଠାରୁ ଶୁଣାଯାଇଛି, ଗୋପାଳ ବାବୁଙ୍କ ମନ ସେଇଦିନଠାରୁ ବଡ଼ ଖୁସି। ଆଉ ଏଣେ ବୁଢ଼ା ଗାଁକୁ ଆସି ତାର ଯେଉଁ 2 ମାଣ ଜମି ଥିଲା ଭାଗରେ ଲଗାଇଦେଲା। ଘରେ ବସି ଧାନ ପାଏ। ପେନ୍ସନ୍ ଟଙ୍କାରେ ଲୁଗାପଟା
ଲୁଣ ତେଲ ଖର୍ଚ୍ଚ ଚଳେ। କାଶ ହେଲା ଦିନଠୁ ବୁଢ଼ା ଟିକେ ଟିକେ ଅଫିମ ଧରିଛି। ସବୁ ଖର୍ଚ୍ଚ ବେଶ୍ ଚଳେ। ଘରଠାରେ ପିଣ୍ଡାରେ ବସି ହରିନାମ କରେ। ତେଣୁ ଏଠି ଲେଖକ କହୁଛନ୍ତି ଯେ ବାପ ପୁଅ ଉଛୁଣେ ଦୁହେଁ ଖୁସି। ତେଣୁ ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ। ଏଇ ଥିଲା ଏଇ ଡାକମୁନ୍ସି ଗଳ୍ପର ବିଷୟବସ୍ତୁ। ତେବେ ଏଇ ଗଳ୍ପଟିକୁ ପଢ଼ି ଆମେ ଯେଉଁ ଶିକ୍ଷା ଗ୍ରହଣ କରିବା ଉଚିତ ସେ ଶିକ୍ଷାକୁ ଗ୍ରହଣ କରି ବାପା ମାଙ୍କ ପ୍ରତି ଏପରି ନିର୍ଦ୍ଦୟ ନ ହୋଇ ତାଙ୍କୁ ବୁଢ଼ା ବୟସରେ ସମବେଦନା ଜଣାଇବା ଆମର ଏକମାତ୍ର କର୍ତ୍ତବ୍ୟ। ତେଣୁ ଏଇଟାକୁ ଛାତ୍ରଛାତ୍ରୀମାନେ ସମସ୍ତେ ତୁମେ କେବେ ଭୁଲିଯିବନି। ଏଇଠି ଆମର ଏଇ ଗଳ୍ପଟି ଶେଷ ହେଇଛି। ଯଦି ଏଇ ଗଳ୍ପଟି